ଆଜିର ଅନୁଚିନ୍ତା। ଆପଣମାନଙ୍କୁ ଆମ୍ଭେମାନେ 6ଟି ଅନୁଚିନ୍ତା କହିବୁ, ଯାହାକି ଆପଣଙ୍କ ଜୀବନରେ ଦୁଃଖ ଥିଲେ ସୁଖରେ ପରିଣତ କରିପାରେ। ତେଣୁ ଆପଣମାନେ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଯଦି ଆପଣମାନେ ଏହି ପର୍ଯ୍ୟନ୍ତ ଭିଡ଼ିଓକୁ ଲାଇକ୍ କରିନାହାନ୍ତି, ତେବେ ଭିଡ଼ିଓକୁ ଲାଇକ୍ କରନ୍ତୁ ଏବଂ ସାଙ୍ଗସାଥିମାନଙ୍କୁ ସେୟାର କରନ୍ତୁ। ଯଦି ଆପଣମାନେ ଏହିପରି ଅନୁଚିନ୍ତା ମୋଟିଭେସନାଲ୍ ଭିଡ଼ିଓ ପାଇବା ପାଇଁ ଚାହୁଁଥିଲେ ଭିଡ଼ିଓକୁ ସବସ୍କ୍ରାଇବ୍ କରନ୍ତୁ। ଚାଲନ୍ତୁ ପ୍ରଥମ ଅନୁଚିନ୍ତା ଡିସ୍କସନ୍ କରିବା। ପ୍ରଥମ ଅନୁଚିନ୍ତା ହେଲା, ମୁଁ ଲୋକଙ୍କ ନିନ୍ଦା ଆଉ ଅପବାଦ ନୀରବତାର ସହ ଶୁଣେ, କାହିଁକିନା ଉତ୍ତର ଦେବାର ଅଧିକାର କେବଳ ସମୟ ପାଖରେ ହିଁ ଅଛି। ଦ୍ୱିତୀୟ ଅନୁଚିନ୍ତା, ଆପଣ ଚାଲୁଥିବା ରାସ୍ତାରେ ଯଦି କେହି ସମସ୍ୟାର ପାହାଡ଼ ଛିଡ଼ା କରୁଛି, ତଥାପି ଧୈର୍ଯ୍ୟହରା ହୁଅନ୍ତୁ ନାହିଁ, କାହିଁକିନା ଏମାନେ ହେଉଛନ୍ତି ସେହି ଲୋକ ଯିଏ ଆପଣଙ୍କୁ ଚାଲିବା ସମୟରେ ଡେଇଁବା ଶିଖାଇ ଦେଉଛନ୍ତି। ତୃତୀୟ ଅନୁଚିନ୍ତା, ପରିବର୍ତ୍ତନ ବିନା ପ୍ରଗତି ସମ୍ଭବ ନୁହେଁ, ଆଉ ଯିଏ ନିଜ ଚିନ୍ତାଧାରାର ପରିବର୍ତ୍ତନ କରିପାରିନାହିଁ, ସେ କିଛି ବି ପରିବର୍ତ୍ତନ କରିପାରିବ ନାହିଁ। ଚତୁର୍ଥ ଅନୁଚିନ୍ତା, ଜୀବନରେ ସବୁବେଳେ ଶାନ୍ତ ରହିବାକୁ ଚେଷ୍ଟା କରନ୍ତୁ, ଯାହା ଆପଣଙ୍କୁ ବହୁତ ମଜବୁତ କରିବ, କାହିଁକିନା ଲୁହା ଥଣ୍ଡାରେ ହିଁ ମଜବୁତ ଥାଏ, ଆଉ ତାଙ୍କୁ ଗରମ ଅବସ୍ଥାରେ ଯେପରି ଚାହିଁବେ ସେପରି ଆକାର ଦେଇପାରିବେ। ପଞ୍ଚମ ଅନୁଚିନ୍ତା, ନକାରାତ୍ମକ ପରିସ୍ଥିତିରେ ଥାଇ ମଧ୍ୟ ସର୍ବଦା ସକାରାତ୍ମକ ଚିନ୍ତା କରନ୍ତୁ, କାହିଁକିନା ଆପଣଙ୍କର ସକାରାତ୍ମକ ଚିନ୍ତାଧାରା ଦ୍ୱାରା ହିଁ ସମସ୍ତ ସମସ୍ୟାର ସମାଧାନ ହୋଇପାରିବ। ଷଷ୍ଠ ଅନୁଚିନ୍ତା, ଉଦ୍ଦେଶ୍ୟ ଯଦି ମହତ ହୋଇଥାଏ, ତେବେ ତା ତୁଳନାରେ ବ୍ୟକ୍ତିଗତ ସ୍ୱାର୍ଥ ଅତି ତୁଚ୍ଛ ଓ ନଗଣ୍ୟ, କାହିଁକିନା ଆକାଶ ଯେତେ ଉଚ୍ଚ ହେଇଥାଏ, ତାର ସ୍ୱଚ୍ଛତା ଓ ଶୁଦ୍ଧତା ସେତେ ଅଧିକ ହୋଇଥାଏ। ଏହା ଥିଲା ଶେଷ ଅନୁଚିନ୍ତା। ଦର୍ଶକ ବନ୍ଧୁ, ଆପଣମାନେ ଯଦି ଏହିପରି ଅନୁଚିନ୍ତା ପାଇବା ପାଇଁ ଚାହୁଁଥିଲେ ଭିଡ଼ିଓକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ଭିଡ଼ିଓ ଭଲ ଲାଗିଥିଲେ ଲାଇକ୍ କରନ୍ତୁ, ସାଙ୍ଗସାଥିମାନଙ୍କୁ ସେୟାର କରନ୍ତୁ। ତେଣୁ ଆଜିର ଦିନଟି ମଙ୍ଗଳମୟ ହେଉ। ଧନ୍ୟବାଦ।